गुड मॉर्निंग फ्रेंड्स। मोर आज फास्ट भिडियो ठीक अच्छे। तो से आज मुझे भावुँ आज घर को किसी चिंगुड़ी आसीला। मुझे भावुँ आज टी चिंगुड़ी तरकारी भिडियो कर पठे आउ मो देसी खाद्य। अशेष अशेष धन्यवाद मो भिडियो को देखि प्रथमे तो मु आपण मानू कहवा रिक्वेस्ट कर मो भिडियो मु किसी देसी खाद्य बनई घरे जो स्वामी को बहुत पसंद। तो आपण माने टिके देखंतु मत तो किसी रोसे आसेनी फिर भी कहते समस्ते हाँ मुझे भल करे ट्रायल कली गोटे भिडियो पठेगा ठीक अच्छे। तो फास्ट आज आम करवा चिंगुड़ी तरकारी। तो प्रथमे मो हस्बैंड से चिंगुड़ी आनी मु भाजी करुच्ची दुईटी आलू काटी प्याज काटी टमाटो अदा रसुण दीटा को पेस्ट कर कचा काटी ଏବେ ଷ୍ଟାର୍ଟ ଦେଖନ୍ତୁ। ବର୍ତ୍ତମାନ ଆମ ଚିଙ୍ଗୁଡିଟା ଭାଜି ହେଇଯାଇଛି। ତେଣୁକରି ଏବେ ଚିଙ୍ଗୁଡି କାଢିଦବା। ଏବେ ନେକ୍ସଟ ପ୍ରୋସେସ କରିବା ଠିକ ଅଛି। ହଁ ଏବେ ଆମେ କଣ କରିବା ନା କିଛି ତେଲ ପକେଇବି। ମୁଁ ଟିକେ ତେଲ ପକେଇଲି ଯେଉଁଥିରେ କି ଆମେ କାଢି ଷ୍ଟାର୍ଟ କରିବା ଠିକ ଅଛି। नेक्स्ट आने कौन करवा तेल ताती गला तेल ताती गला हमें किसी चीनी पकाइबा तेजपत्र गोटे सुखिला लंका पकईदेली वेट करवा चीनी का टे ब्राउन कलर करवा भितर हमें पियाज पकईबा ठीक अच्छे। देखो ଏବେ ହେଇଗଲାଣି ତାପରେ ପିଆଜ ଯୋଉ କାଟିଥିଲି ତାକୁ ପକାଇବି। ଏବେ पियाज टे ब्राउन कलर टाइप रो हो जाइतिला आमे कौन करिया अदा रसुण पेस्ट दीरा मु पेस्ट करी आपन कही सेटा मोटा ऐड कर ये दबा अपन देखिबे आपनकर चिंगुड़ीर क्वांटिटी अनुसार आपन पियाज आउ अदा रसुण पेस्ट से अनुसार काटि और आधा किलो हम चिंगुड़ी से दीटा पियाज तो अदा रसुण पेस्ट 2 चामच कर मसला ता देहरे आमे ऐड करिबा टमाटो कच्चा लंका स्वाद अनुसार लूण ताधरे मु ऐड करुची काश्मीर चिल्ली मीट मसला टिके टिके पकेबे बेसी पकेबेनी टेस्ट खराब हो सेन को के कसी दे आमे को कवर तापर हमें के हळदी कइबा हलदीटा आम देह बहुत भल बिना हलदी खाए ना भी लोक हलदी कहीं आमर पड़े हलदीटा आम देह बहुत ही भल। रसा देखिए आम कस्तूरी मेथी पत्र ऐड करवा दरकार जदि
କ୍ୱାଣ୍ଟିଟି ଅନୁସାରେ ପାଣି ବି ଦେଇପାରିବେ। ଟିକେ ପାଣି ଦେଲେ କଷାଟା ଟିକେ ଟାଇମ୍ ନବ, ପ୍ଲସ୍ ମସଲାଟା ଭଲ ସେ କଷି ହେଇଯିବ। ତାପରେ ଆମେ ତାକୁ ଢାଙ୍କୁଣୀରେ ଦେଇଦବା ଆଉ ଫ୍ଲେମ୍ ଆମେ ସିମ୍ ରଖିବା। ଠିକ ଅଛି, ସିମ୍ ଫ୍ଲେମ୍ରେ ଆମେ କରିବା। ମସଲା କିଛି ସମୟ ଯେତେବେଳେ ଦେଖିବେ ହେଇଗଲା ପରେ ଦେଖିବେ ତେଲ ଛାଡୁଛି ମସଲା, ଆମେ କଣ କରିବା, କଟା ହେଇଥିବା ଆଳୁ ଆଉ ଭଜା କରିଥିବା ଚିଙ୍ଗୁଡ଼ି ସବୁ ଚାଲିଛି। ଠିକ ଅଛି, ଏମିତି ଆମେ ଚିକେନ କଷୁ ସେଇଭଳିଆ କଷିବା। ଏଇ କଷାଟା ଟେଷ୍ଟି ନ ହେଇକି ଭଲ ସେ କଷିବେ, ସେ ଏଇଟା ହିଁ ଏଇ କଷାଟା ହିଁ ଆକ୍ଚୁଆଲି ତରକାରୀକୁ ଟେଷ୍ଟ କରିବ। ତ ହେଲେ କିନ୍ତୁ କଷିବା ସିମ୍ ଆଞ୍ଚରେ କଷିବା ଆଉ ଘୋଡେଇ ଘୋଡେଇ କଷିବା। ଠିକ ଅଛି, ଏଇପଟଟା ଦେଖନ୍ତୁ ଖାଲି ଏମିତି କଷି ମୋ ଚିଙ୍ଗୁଡ଼ି ଏମିତି ହେଇଯାଇଛି ଆଉ ଦେନ୍ ଚିଙ୍ଗୁଡ଼ି ତରକାରୀ ଫିନିଶ। ତାପରେ ଆମେ ପାଣି ଆଡ୍ କରିବା। ଯେତିକି ଆପଣ ଯେମିତି ଭାବରେ ତରକାରୀ ଖାଇବେ ସେଇ ଅନୁସାରେ ପାଣିଟା ଆଡ୍ କରିବ। ତ ବେଶୀ ଝୋଳ ହବନି କାହିଁକି ନା ଡାଲି ହବାର ଅଛି। ଆଇଟେମ୍ ଦେଇ ଫୁଟେଇବାକୁ ଛାଡିବା କିଛି ସମୟ। ଏହିପରି ଭାବେ ତରକାରୀ ଏମିତି ଦେଇଦବା, କରିଦବା, ସେ ତାର ଫୁଟିବ। 10 ପରେ 10 ମିନିଟ୍ ହେଇଗଲାଣି। ଏବେ ଦେଖିବା ହଁ ଆଳୁ ଦିଟା ମାନେ ତରକାରୀ ରେଡି। ଆମେ ମୁଁ କିଛି ଗୁଜୁରାତି ଆଉ ଡାଲଚିନି ଜଷ୍ଟ ଟିକେ ଦରଦରା ଗୁଣ୍ଡ କରି ଦେଲି, ସେଟା ମୁଁ ପକେଇଦେଲି। ଡାଲଚିନି ଗୁଜୁରାତି ପକେଇ ସାରିଲା ପରେ ଘାଣ୍ଟିଦବା। ଦେନ୍ ତରକାରୀ ଇଜ ରେଡି। ଦେଖନ୍ତୁ ତରକାରୀର କଲର କୋଉ ଭଳିଆ ମତେ ବି ଲାଗୁଛି ବହୁତ ଟେଷ୍ଟି ହେଇଥିବ। ସର୍ଟ କରିକି ଆପଣଙ୍କୁ ଟେଷ୍ଟ କରିକି କହିବି କେମିତିଆ ଲାଗୁଛି। ଏବେ ତରକାରୀ ରେଡି। ଦେନ୍ ଗ୍ୟାସ୍ ଆମେ ବନ୍ଦ କରିଦବା। ଦେଖିବା ମୋ ପୁଅକୁ ଦେବି ଚାଖିବା ପାଇଁ ତରକାରୀ କେମିତି ଲାଗୁଛି, ଟେଷ୍ଟ କରିବା। ଟେଷ୍ଟ କରିବା କେମିତି ଲାଗୁଛି। ଓଃ ଦେଖ କଲର କୋଉ ଭଳିଆ ହେଇଛି। ବହୁତ ବଢ଼ିଆ ଟେଷ୍ଟ ହେଇଛି। ଏଇଟା ଆପଣ ଘରେ ଟ୍ରାଏ କରନ୍ତୁ ଆଉ ଚାଖିକି ଖାଇକି କହିବେ କେମିତିଆ ଲାଗୁଛି କମେଣ୍ଟରେ। ଥ୍ୟାଙ୍କ ୟୁ। ମୋର ତ ଏଇଟା ଫାଷ୍ଟ ଭିଡ଼ିଓ, ମୁଁ କେମିତି କ'ଣ କହିଛି ମୁଁ ନିଜେ ବି ଜାଣିନି। ଫିର୍ ବି ମୁଁ ଜାଣିଛି ଆପଣମାନେ ସବୁ ରିସିଭ୍ କରିବେ। ଏଇଟା ଟ୍ରାଏ କରନ୍ତୁ। ହଉ ଥ୍ୟାଙ୍କ ୟୁ।